नमस्कार, गुड मॉर्निंग, सुप्रभात, जय आरसीएम समस्त। नमस्कार सर। जय श्याम, गुड मॉर्निंग। जय आरसीएम। बहुत बहुत धन्यवाद। आ, पुणी गोटे नुआ सकाल रे आम मैंने समस्ते एकाठी हेचे। आज दिनर शुरुआत आज एठू आमे करिवा। आज गुरुकुल आमे देखिले सबुठु बड़ कथा होची जे निजर स्वास्थ्य सबसे पहले सेहत। तो निज स्वास्थ्य को यदि आम ठीक रखिबा, पूरा दुनिया को आम ठीक रखिबा। ये तो आरसीएम रो आभिमुख्य जे स्वास्थ्य रक्षा। ये स्वास्थ्य रक्षा उद्देश्य उपरे आम जो काम करूचे जे निज स्वास्थ्य को ठीक रखिकी तापर दुनिया को सुस्थ रखिबा। आपण माने फ्लाइट रे यात्रा करिथिबे, तो फ्लाइट रे गोटे अनाउंसमेंट हुए सब बेले कि ଯେତେବେଳେ ବହୁତ ସାରା ଆନାଉନ୍ସମେଣ୍ଟ ହୁଏ, ତା ଭିତରୁ ଗୋଟେ ଆନାଉନ୍ସମେଣ୍ଟ ହୁଏ ଯେ ଯଦି ବି କେତେବେଳେ ଫ୍ଲାଇଟ୍ ବହୁତ ଉପରକୁ ଉଠିଯାଏ, ଅକ୍ସିଜେନ ଲେବୁଲ ଆମର କମ ହେଇଯାଏ, ତ ସେ ସମୟରେ ଯୋଉ ମାସ୍କ ଅଛି, ଅକ୍ସିଜେନ ମାସ୍କ ଗୋଟେ ଉପରୁ ଆସେ, ତ ସେଟା ଆମ ସାଙ୍ଗରେ ଯିଏ ବି ଥାଉ ପ୍ରଥମେ ନିଜ ମୁହଁରେ ଦିଆଯାଏ। ନିଜ ମୁହଁରେ ଦେବା ପାଇଁ ସେମାନେ ପରାମର୍ଶ ଦିଅନ୍ତି। କାରଣ ଆମେ ବଞ୍ଚିଲେ ଆମେ ସାମ୍ନା ବାଲା, ଆମ ପୁଅ ହଉ କିମ୍ବା ହଜବେଣ୍ଡ ହଉ କିମ୍ବା ୱାଇଫ ହଉ କିଏ ବି ହଉ, ଆମେ ତାଙ୍କୁ ବଞ୍ଚେଇ ପାରିବା। ଓଡ଼ିଆରେ ଗୋଟେ କଥା ସବୁବେଳେ କୁହାଯାଏ ଯେ ନାଉରିଆ ବଞ୍ଚିବା ଦରକାର, କାରଣ ନାଉରିଆ ବଞ୍ଚିଲେ ନା ବଞ୍ଚିବ, ନାଁରେ ବସିଥିବା ଲୋକମାନେ ବଞ୍ଚିବେ। ତ ସେଥିଲାଗି ଆମେ ଏ, ନିଜର ସ୍ୱାସ୍ଥ୍ୟକୁ ନିଜେ ଆମେ ଠିକ ରଖିବା ନିହାତି ଦରକାର। ତ ସେଥିଲାଗି ସେହତ କି ସିତାରେ ୟା ଉପରେ ବହୁତ ଆଗରୁ ବି ଡିସ୍କସନ ହେଇଛି। ଆ ଉପରେ ମୁଁ ଆପଣଙ୍କୁ ଆଜି ବି ଆଉଥରେ ମନେ ପକେଇ ଦଉଛି ଯେ ଆ, ଆମର ସଂସ୍ଥା ଆରସିଏମ ଗୋଟେ ବହୁତ ବଡ଼ ସେଲିବ୍ରେସନର ବ୍ୟବସ୍ଥା କରାଯାଉଛି। ଯେମିତି ରୂପାନ୍ତରଣ ଯାତ୍ରାର ସେଲିବ୍ରେସନ ହେଲା, ସେମିତି ଇଏ ସେହତ କେ ସିତାରେ ୟାର ସେଲିବ୍ରେସନ ବି ହବ। ତ ତା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ ଯେ ଆମର ଯୋଉ ଟେଷ୍ଟ, ଯେମିତି କି ଆଜି ହିମୋଗ୍ଲୋବିନ ଟେଷ୍ଟ ହେଲା କିମ୍ବା ବ୍ଲଡ ସୁଗାରର ଟେଷ୍ଟ ହେଲା, HbA1c, ଲିପିଡ ପ୍ରୋଫାଇଲ ହେଲା ଯୋଉଥିରେ କି LDL HDL ଟୋଟାଲ, ଆଉ ତା ସହିତ ଟ୍ରାଇଗ୍ଲିସାଇଡ୍ ହେଲା, କିମ୍ବା ଲିଭରର ଟେଷ୍ଟ ହେଲା, କିମ୍ବା ଥାଇରଏଡର ପ୍ରୋଫାଇଲ TSH, TS, T4, ଆଇ ଟେଷ୍ଟ ହେଲା। ତା ସହିତ ୱେଟ୍ ଆଉ ହେୟାର, ୟାର ୱେଟ୍ ଆଉ ହେୟାରର ତ ଟେଷ୍ଟ ଦରକାର ନାହିଁ ଲାବୋରେଟୋରୀରେ। ତ ୱେଟ୍ ଆମେ ବଡି ସ୍କାନର ମେସିନରେ ଫଟୋ ଉଠେଇକି ଅପଲୋଡ କରିପାରିବା, ଆଉ ହେୟାର ବି ଫଟୋ ଉଠେଇକି ଆମେ ଅପଲୋଡ କରିପାରିବା। ତ ୟାର ଟେଷ୍ଟ ଆମେ ନିଜେ ଆଜି କରିବା। ଆମେ ୟାର ଯୋଉ ଲିଙ୍କ ଅଛି ଗୁଗୁଲରେ, ଯୋଉ ଗୁଗୁଲ ଫର୍ମାଟରେ ଯୋଉ ଲିଙ୍କ ଅଛି ତାକୁ ଭରିବା। ଆଉ ଭରି ସାରିବା ପରେ ତାପରେ ପୁଣି ଆ, ପ୍ରତି ମାସରେ ଆମେ ତାକୁ ଟେଷ୍ଟ କରି ଚାଲିଥିବା, ଆଉ ସିଡ୍ସର ଫର୍ମୁଲାକୁ ଆପ୍ଲାଏ କରି ଆମେ ଧୀରେ 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 ନିଜେ ସୁସ୍ଥ ହେଇପାରିବା। ତ ଏଇଟା ପ୍ରଥମ କଥା ହଉଛି ଯେ ନିଜେ ସୁସ୍ଥ ହବା ନିହାତି ଜରୁରୀ। ଆଜି ଯଦି ଆମେ କୌଣସି କାମ ପାଇଁ ନିଜେ ମ, ଆମେ ନିଜର ଟେଷ୍ଟ କରୁନେ, ତ ଏମିତି ସମୟ ନ ଆସୁ କେବେ ଯେ ଆମର ବି ବ୍ରେକ୍ ଲାଗିଯିବ। ତ ସେଥିଲାଗି ନିଜେ ନିଜର ଟେଷ୍ଟ କରିବା, ତା ସହିତ ଆମେ ଦୁନିଆକୁ ବି ସୁସ୍ଥ ରଖିବାରେ ହେଲ୍ପ କରିବା। ତ ଏଥିରେ ଆଜି ବହୁତ ବଡ଼ କାମ ଆମେ ଆମେ କରୁଛେ ଯେ ନା ଯେ କେବଳ ଆମେ ଇନକମ୍ କରୁଛେ, ତ କେବଳ ବହୁତ ସାରା ଲୋକଙ୍କୁ ଆପଣମାନେ ବି ଦେଖିଥିବେ ଯେ ସେମାନେ ରୋଜଗାର କରୁଛନ୍ତି, ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ପଇସା ବି ଅଛି, କିନ୍ତୁ ଭଲ ସ୍ୱାସ୍ଥ୍ୟ ଟିକେ ନାହିଁ। ଯଦି ଭଲ ସ୍ୱାସ୍ଥ୍ୟ ଟିକେ ନାହିଁ ତାହେଲେ ସେ ପଇସାର ମୂଲ୍ୟ କ'ଣ? କୁଆଡେ ଟିକେ ମନ କଲା ବେଳକୁ ବୁଲିବା ପାଇଁ ସେ ବୁଲି ବି ପାରୁନଥିବେ, କିଛି ଏନ୍ଜୟ ବି କରିପାରୁନଥିବେ। କିନ୍ତୁ ଆମକୁ ସ୍ୱାସ୍ଥ୍ୟ ପ୍ରଥମ ହଉଛି ନିଜର ସ୍ୱାସ୍ଥ୍ୟକୁ ଆମେ ନିଜେ ସୁସ୍ଥ ରଖିବା। ତ ସେଥିଲାଗି ଏ, ପ୍ରଥମେ ନିଜେ, ତା ସହିତ ନିଜର ପରିବାର କୁ ଟେଷ୍ଟ କରିକି ଆଜି ଅପଲୋଡ ଆମେ ଯଦି କରିବା, ତାହେଲେ ଆମେ ଆଗକୁ ଗୋଟେ ସ୍ୱାସ୍ଥ୍ୟ ରକ୍ଷା ଅଭିଯାନରେ ଆମେ ଆଗକୁ ବଢିପାରିବା। ଆଉ ଯୋଉମାନେ ବି ସେହତ କି ସିତାରେ ରହୁଛନ୍ତି, ତ ସେମାନଙ୍କୁ ଆ, ଆମର ସଂସ୍ଥା ତରଫରୁ ବହୁତ ସାରା ଜାଗାରେ ସେଲିବ୍ରେସନର ବ୍ୟବସ୍ଥା ବି ହଉଛି। ସେଇ ସେଲିବ୍ରେସନରେ ଆପଣମାନଙ୍କୁ ସମସ୍ତଙ୍କୁ ସେଠି ସମ୍ମାନିତ କରାଯିବ ଯେ ପ୍ରଥମେ ଏଇଆ ଥିଲେ, ଆଜି ଏଇଆ ଅଛନ୍ତି। ଓକେ, ଠିକ ଅଛି। ଆମେ ଷ୍ଟାର୍ଟ କରିବା, ସମସ୍ତଙ୍କ ବିଚାର ଶୁଣିବା। ତ ସମସ୍ତଙ୍କର କ'ଣ କ'ଣ ଆକ୍ଟିଭିଟିଜ ରହିବ
ନିଜେ ନିଜେ କଣ ଆମେ କରିପାରିବା। ତ ଟିମ୍ର କଥାକୁ ଆମେ ପଛରେ ନବା। ତ ପ୍ରଥମେ ନିଜକୁ ନିଜେ ଦେଖିବା। ତ ମୁଁ କହିବି କି ନିଜକୁ ଭଲ ପାଇବା ପାଇଁ ସ୍ୱାର୍ଥୀ ହବା ବି ନିହାତି ଦରକାର। ନିଜକୁ ନିଜେ ଆମେ ଭଲ ପାଇବା। ଓକେ, ଥ୍ୟାଙ୍କ ୟୁ। ଫାର୍ଷ୍ଟ ଆମେ ଷ୍ଟାର୍ଟ କରିବା ଅମୀୟ ବାବୁଙ୍କଠୁ। ସାର୍ ନମସ୍କାର। ସମସ୍ତଙ୍କୁ ଜୟ ଆର୍ସିଏମ୍। ହଁ, ଆଜିର ମୁଁ ଦିନଟା ଗୋଟେ କଥା ଖାଲି ଟିକେ ଗୋଟେ ମିନିଟ୍ ଖାଲି ରହୁଛି। ତ ନମସ୍କାର ଜୟ ଆମେ କହିବାନି, କାହିଁକି ନା ସମୟ ଟିକେ କମ ଅଛି। ଓକେ। ଆଜ୍ଞା ସାର୍। ହଁ ସାର୍, ଆଜିର ଦିନଟା ବହୁତ ଭଲ ଦିନ ଥିଲା। ପ୍ରଥମେ ଦିନେଶ ସାର୍ ଯୋଉ ଗୋଟେ ଆରମ୍ଭ କଲେ ଯେ ଚେତନା ଅବଚେତନ ମନ ଥିଲା, ଚେତନ ମନରେ ତ ଆମେ ଅଛେ, କିନ୍ତୁ ଅବଚେତନ ମନ ଭିତରକୁ ପଶିବାକୁ ହେଲେ ଧ୍ୟାନର ଆବଶ୍ୟକତା ଅଛି। ଆଉ ବିଶ୍ୱ ବ୍ରହ୍ମାଣ୍ଡ ସହିତ ମିଶିଗଲା ପରେ ଆମେ ଯାହା ତାକୁ ଦବା ତାଠାରୁ ବହୁତ ଗୁଣ ଆମେ ଅଧିକା ପାଇପାରିବା। ପ୍ରଥମ ସେଇଠୁ ହିଁ ଆରମ୍ଭ ହେଲା। ତାପରେ ମନୀଷା ମ୍ୟାଡ଼ାମ ଯୋଉ ଆରମ୍ଭ କଲେ ଯେ କି ସେହତ କି ସିତାରେ ବହି ଆଉ ସେହତ କା ଯଶ୍ନ ବହି, 5ଟା ଟେଷ୍ଟ ସହିତ ଆଇ ଟେଷ୍ଟ 6ଟା ଟେଷ୍ଟ କରିବାକୁ କହିଲେ। ସେଟା ମଧ୍ୟ ଆମ ପାଇଁ ଜରୁରୀ। ଆଉ ସେ ବହି ତ ମୁଁ ଆପଣଙ୍କ ମାନେ ଦ୍ୱାରା ପାଇ ସାରିଛି, ତାକୁ ମଧ୍ୟ ପଢୁଛି, କିନ୍ତୁ ସମୟ ପଢି ପାରୁନି। ପ୍ରଥମ କଥା ହେଲା, ଯୋଉ ମୁଁ ଯୋଗ କରୁଥିଲି, ବ୍ୟାୟାମ ବି କରୁଥିଲି, ସେଟା ସବୁ କେତେକ ଜାଗାରେ ରଙ୍ଗ ଥିଲା, ଭୁଲ ମେଥଡ ଥିଲା। ତାକୁ ମଧ୍ୟ ଆଜି କରେକ୍ସନ ବି ଆଜି ରାତିରେ କଲାବେଳେ କେତେ ଗୁଡା ଭୁଲ ଥିଲା, ତାକୁ ମଧ୍ୟ କରେକ୍ସନ କରୁଛି। ତାପରେ କଥା ହେଲା କଣ କି, ମୋର ପରିବାର ଆଜି ପର୍ଯ୍ୟନ୍ତ ଯେବେଠାରୁ ଆମର 200 ଗ୍ରାମର ଆସିଲା ସୋୟା ପ୍ରୋଟିନ ଆସିଲା, ସେବେଠାରୁ ମୁଁ ଷ୍ଟାର୍ଟ କରିଛି ଏବଂ ମୋ ପରିବାରକୁ ମଧ୍ୟ ଯେବେଠାରୁ ଯାହା ଯାହା ଆସିଛି ମୁଁ ତାକୁ ୟୁଜ ବି କରୁଛି। ଆଉ ତ ଭଲ ଅଛି। ମେଡିକାଲ ସହିତ ମୋର ସମ୍ପର୍କ ମାନେ 0% ହେଇଗଲାଣି ନାହିଁ, କିନ୍ତୁ କେମିତି ଯୋଉ ଟିକେ ଅଛି ତାକୁ କେମିତି ଆଉ ଟିକେ ବଦଳେଇବା, ସେଟା ମଧ୍ୟ ମୁଁ ତିଆରି କରୁଛି। ଖାଲି ଏସବୁ ତ ଶୁଣିଲେ କଲେ ହବନି। ସେହତ କା ସିତାର ବହି ଆଉ ଯୋଉ ସେହତ କା ଯଶ୍ନ ବହି ନିଶ୍ଚିତ ଭାବରେ ପଢିବାକୁ ପଡିବ। ଖାଲି ପଢିଲେ ହବନି, ତା ସହିତ ଯୋଉ ଡାଏଟ ପ୍ଲାନ ଅଛି, କଣ କଣ ଅଛି, ଯୋଉ ଛୋଟ ବହିଟାକୁ ଯୋଉ ମୁଁ ଇଗ୍ନୋର କରି ଯାଉଥିଲି, ତାକୁ ମଧ୍ୟ ମତେ ପାଖରେ ରଖିକି ବେଳେ ବେଳେ ପଢିବାକୁ ପଡିବ। ତେଣୁ ମୁଁ ନିଜକୁ ନିଜ ପରିବାରକୁ ବଦଳେଇ ଦେଇଛି, ବଦଳୁଛି ମଧ୍ୟ। ଆଜି ମେଡିକାଲ ସହିତ ସମ୍ପର୍କ କିଛି ନାହିଁ। ଆଉ ନିଜକୁ ନିଜେ ଫିଟ୍ ରଖିବାକୁ ପଡିବ। ମତେ ସାଇକେଲ ଚଲେଇବାକୁ ପଡିବ। ଯୋଉ କୃଷକ ହିସାବରେ ଛୋଟ ଛୋଟ ଗଛ ଯୋଉ ଲଗେଇଛି, ତାକୁ ବି ଦିନେ ଗଛ ଜଳ ସଞ୍ଚୟ ଦବା, ଗାର୍ଡେନ ଦବା, ଏସବୁ ଚାଲିଛି। ତେଣୁ ସମୟ ଗୁଡାକ ଆ ଭିତରେ ପଳେଇ ଯାଉଛି। ଆଉ ସବୁ ମିଟିଂ ସେମିନାର ଆଉ ଫିଲ୍ଡ ଉପରକୁ ଆଠଟା ପରେ ହିଁ ଯାଉଛି। ତେଣୁ ମୋ କାମ ଏତିକି କରୁଛି। ଆଉ ଟିମ୍ ମଧ୍ୟ ତାଙ୍କ ସହିତ ଯୋଡିବାକୁ ମୁଁ ଚେଷ୍ଟା କରୁଛି। ଟିମ୍ କଥା ଯୋଉ ଆପଣ କହିଲେ ପରେ, ଠିକ ଅଛି, ମୁଁ ନିଜକୁ ଦେଖେଇ ଦଉଛି ଯେ ମୋ ଗଛ ସବୁ କଣ କରୁଛନ୍ତି, କେମିତି ଫଳ ଦଉଛନ୍ତି, ମୁଁ କେମିତି ଅଛି, ରାତିରେ ଉଠି କଣ କଣ କରୁଛି। ତାକୁ ମାନେ ମୋ ଠାରୁ ହିଁ ଷ୍ଟାର୍ଟ କରିବାକୁ ପଡିବ। ଗାନ୍ଧିଜୀ କହିଲେ ଲୁଣ ଖାଇବା ଛାଡିବା, ମୁଁ ଯେତେବେଳେ ଲୁଣ ଛାଡି ଦେଇଥିଲି, ସେତେବେଳେ ମୁଁ କହିଲି ଏଇଟା ଖାଇଦବ। ଯୋଉ କପଟା ଆପଣଙ୍କ ଠାରୁ ଶୁଣିଛି, ଅନ୍ୟ ଆଡେ ପଢିଛି, ସେ ବହି ଠିକ ଅଛି। ମତେ ପ୍ରଥମେ ନିଜ ଠାରୁ ହିଁ ଷ୍ଟାର୍ଟ କରିବାକୁ ପଡିବ, ପରିବାର ହିଁ ଷ୍ଟାର୍ଟ କରିବାକୁ ପଡିବ। ମୁଁ ଟିକେ ରହୁଛି ସାତ ସାରେ। ଓକେ, ଥ୍ୟାଙ୍କ ୟୁ। ଆଜି ହେଲ୍ଥ ଟେଷ୍ଟ କରିବା। ସାହୁ ଭାଇ। ଆଜ୍ଞା। ଆଜି ହେଲ୍ଥ ଉପରେ ତ ବହୁତ ବଢିଆ କହିଲେ। ନ୍ୟୁଟ୍ରିସନ ଆବଶ୍ୟକତା କଣ ଅଛି ଆଉ ତା ଉପରେ କହିଲେ। ଆମର ପ୍ରକୃତରେ ବାସ୍ତବରେ ଆମେ ନିଜକୁ ନିଜେ ଚିହ୍ନିବା ଆଗେ ଦରକାର। ତା ସହିତ ଟିମକୁ ଦେଖିବା ଦରକାର। ଟିମ୍ ସହିତ ନୂଆ ଲୋକଙ୍କୁ ବି ଦେଖିବା ଦରକାର। କଣ ନା ଆମେ ଯେମିତି ସୁସ୍ଥ ରହିବା, ସେମିତି ଅନ୍ୟକୁ ସୁସ୍ଥ ରଖେଇବା ହଉଛି ମୁଖ୍ୟ କାମ। ନ୍ୟୁଟ୍ରିସନର ଯେପରି ଯୋଉ ମ୍ୟାଡାମ କହିଲେ, ମନୀଷା ମ୍ୟାଡାମ, ଯେ ଆମକୁ ସୁସ୍ଥ ରହିବା ପାଇଁ ହେଲେ ଆମକୁ ନିଜକୁ ନିଜେ ପରିଚୟ ଦେବା ଦରକାର। ଆଉ ହେଲ୍ଥ ଚେକଅପ୍ କରିବା ନିହାତି ଦରକାର। ବଢିଆ ବଢିଆ ଜିନିଷ ଆଜି କହିଲେ। ତେଣୁ ଆମେ ସମସ୍ତେ ହେଲ୍ଥ କନସିୟସ୍ ହବା ଦରକାର, ନିଜେ ନିଜର ଡାକ୍ତର ହବା ଦରକାର। ତା ପାଇଁ କଣ ନା ନ୍ୟୁଟ୍ରିସନ ଦରକାର, ଯୋଗ ଦରକାର। ଯାହାଫଳରେ କି ଆମର ଆଖିର ଯୋଗ ବି କହିଲେ ମନୀଷା ମ୍ୟାଡାମ, ଯେ ଆଖିକୁ ବି ଆମେ ନିଜେ ସୁସ୍ଥ ରଖିପାରିବା, ମୋଟାପାକୁ ସୁସ୍ଥ ରଖେଇ ପାରିବା, ନର୍ମାଲ କରେଇ ପାରିବା, ଡାଇବେଟିସ୍କୁ କଣ୍ଟ୍ରୋଲ କରେଇ ପାରିବା। ଇଏ ବହୁତ ଜିନିଷ ଆମେ ଜାଣିଲେ। ତେଣୁ ଆମେ ବାରମ୍ବାର ବି ତାକୁ ଦେଖିବା। ଯୋଉମାନେ ନୂଆ ଏଣ୍ଟ୍ରି କରିଛନ୍ତି, ସେମାନେ ବାରମ୍ବାର ଆଜିର ପ୍ରୋଗ୍ରାମ ଯଦି ଦେଖିଲେ, ୟୁଟ୍ୟୁବରେ ଆସିଛି, ତେଣୁ ତାକୁ ଆମେ ଦେଖିବା ଦ୍ୱାରା ଆମେ ବହୁତ ବଡ଼ ସକ୍ସେସ୍ ହେଇପାରିବା। ନିଜେ ସୁସ୍ଥ ରହିବା, ପରିବାରକୁ ସୁସ୍ଥ ରଖିବା, ପଡ଼ିଶାକୁ, ଦେଶକୁ, ଦଶକୁ, ରାଜ୍ୟକୁ, ସବୁକୁ ଆମେ ଚାହିଁଲେ ସୁସ୍ଥ ରଖେଇ ପାରିବା। ମେଡିକାଲକୁ ପଠେଇ ଦେବାନି। ଡିସିଜିଙ୍କ ନାରା ହଉଛି ଯେ ଆମେ ମେଡିକାଲ ଯୋଉ ବଢି ବଢି ଚାଲିଛି, ତାକୁ ଆମେ କମେଇବା କେମିତି? ଯଦି ଆମେ ସୁସ୍ଥ ରହିବା, ଅନ୍ୟମାନଙ୍କୁ ସୁସ୍ଥ ରଖେଇ ପାରିଲେ, ତାହେଲେ ଆମେ ପରିବାର, ବନ୍ଧୁବାନ୍ଧବ ଠାରୁ ଆରମ୍ଭ କରି ସାଙ୍ଗସାଥି ସମସ୍ତଙ୍କୁ ସୁସ୍ଥ ରଖେଇ ପାରିବା।
Over to Satyaji ବାବୁ। ओके आरती अपा। ଜୟ ଆସିଏମ୍। ଆଜି ଗୁରୁକୁଳରେ ମାନେ ଯାହା ଆମେ ଶିଖିବାକୁ ପାଇଲୁ ମନୀଷା ମ୍ୟାଡାମଠୁ, ଆଉ ଦିନେଶ ସାର୍ ବି ବଢିଆ କହିଲେ। ଆମେ ନିଜେ ନିଜକୁ ଆଗେ ସୁସ୍ଥ ରଖିବା, ତାପରେ ପରିବାରକୁ ସୁସ୍ଥ ରଖିବା, ପୁଣି ଆମ ସାହି ପଡିଶା ଯେତେ ଅଛନ୍ତି ରିଲେସନ ତାଙ୍କୁ ଏଇ ସ୍ୱାସ୍ଥ୍ୟ ବିଷୟରେ କହିବା। ଆଉ ସେହତ କା ସିତାର ଯୋଉ ବହିଟା सबसे पहले से जो लिखिछनी मनीषा मैडम, से बही तो बहुत किसी शिक्षा को मिलुची। आ ताकू हमें फॉलोअप करबा, फॉलोअप करके समस्त को सेटा शेयर करबा, लोकन को भीतर बांटिले कोन समस्त सुस्थ रहिले माने हमको भी भलो लागिबो, से माने जानिबे जे जाऊ ये बिजनेस करनाती हम स्वास्थ्य रे भी ख्याल रखुछन। आ सेति भाई से हमरा आसिफ मा ए मुस्लिम जने से कहले आंटी सब बेले हम स्वास्थ्य विषय कथा कहउछन। मु तांको सब बेले मेसेज करे, वीडियो पठाए, आ मनीषा मैडम को केते को टिप्स भी तांको शेयर करी, मते बहुत भलो लागे। तेनु से कहउछंती सेमती दिनेश सर कहले गुरुकुल ले खाली बसी गला हबनी, ओटा अच्छा विद्यार्थी बनने के लिए निजुको आग ठीक करिया दरकार। आमे जा कहउछंती ताकू ध्यान दे सुनिबा दरकार, ताकू आमे कार्य लगेबा दरकार। ए सब बहुत बढ़िया कथा कहले। आ निजर टेस्ट करके आमे ये आग निजर टेस्ट करी सब रिपोर्ट रखिया दरकार। जाऊ मु मेडिकल जाऊनी, आ मेन कथा हला मु एलोपैथी की अवॉइड करी आरंभ। ओके आउ मो मिस्टर को भी रागे सब कथा कहबे, मुझे मत ठंडा गेला मु जाऊ छोटा हमको मेडिसिन आनी खाई देबी, हमको खाई। अरे काई खाइबो तमे को मो कथा मानो, S5 गोटा खा कहले सेठु सुनिबे खाइबे। तेणु आगे निज परिवार को सुधारिबे दरकार। मते गय ओवर टू सतो। ओके थैंक यू न्यूट्री ଅତିଥି चार्जेस। ଜଣେ ଆସିଛନ୍ତି, ନୂଆ ଅତିଥି ଜଣେ ଆସିଛନ୍ତି ମିଲି ମ୍ୟାଡାମ, ତାଙ୍କୁ ବି ଆଜି ନୂଆ ଅତିଥି ଆସିଛନ୍ତି, ତାଙ୍କ ସହିତ ଟିକେ କଥା ହେବେ। ओके ओके हाँ बहुत बढ़िया कथा मैडम आज फर्स्ट टाइम आसछंती आपनको स्वागत मिली मैडम। आज कौन हमर ग्रुप ले देखिले तो आपण अनम्यूट करंतु मैडम। आज्ञा मैडम कुंतु गुरुकुल ले कौन देखिले? जो देखिए बहुत खुश ले आपण मानक नमस्कार। नमस्कार आज्ञा। आज देखी बहुत खुश लगिला। आमर प्रेमानंद सार आसी मते मीटिंग रे अटेंड करछंदी। आ मु भी काली औषध सब मेडिसिन आनिकरी आज यूज करिवारो मु एति कहूची मोर पुअर टाइम हेले स्कूल छाडिया हाँ जीवी। आपण गोटे काम करिवे आपणकर आज आपणकर टेस्ट ब्लड जो हमर हिमोग्लोबिन टेस्ट जो जो टेस्ट मु कहली ताको टेस्ट आपण करिवे, ताको हमें आज्ञा गूगल फॉर्म रे अपलोड करिवा। पुणी 3 मास आज्ञा परे सीड्स रो फार्मूला रे हमें अप्लाई आज्ञा करिके हमें कोनोसे मेडिसिन हम पाखरे नाही, हमें फूड आज्ञा सप्लीमेंट अछि। तो फूड आज्ञा सप्लीमेंट रो लास्ट होची काम, ता पूर्व आहुरी बहुत सारा काम अछि। ठीक भाव रे सोइबा, इमोशनल वेलबिंग रहिबा, आपनको प्रेमानंद सार भी बहुत बढ़िया भाव रे कहि देथिबे। ता सहित एक्सरसाइज करिबा, ता सहित डाएट को ठीक भाव रे नबा, ता सहित आपनकर सप्लीमेंट नबा। तो या ऊपर यदि हमें ठीक भाव रे काम करिबा 3 मास भीतर हमें सेहत की सुधार हे परिया। ओके थैंक यू। सब दिन आसंतु हमरो गुरुकुल मानकर मंगल पई होची, तो प्रत्येक दिन आज्ञा आपण आसंतु। ओके बहुत बहुत नमस्कार धन्यवाद नमस्कार आपको। धन्यवाद। चित्त बाबू कुहतु। हाँ सर नमस्कार जय सिंह सर। नमस्कार नमस्कार जय सिंह कुहतु। टिके क्षीर कलेक्शन सर व्यस्त अछि आज थंडा टिके ओके पड़ी ओके था। ठीक है ठीक है जी ठीक है जी। मितांजलि मैडम कुहतु। मैडम अनम्यूट करंतु निजे को। ସାର୍ ନମସ୍କାର। आज्ञा ଆଜି ତ नमस्कार। ବହୁତ ଭଲ ଲାଗିଲା
ମୁଁ ଷ୍ଟୁଡେଣ୍ଟ ହେବି କି ଟିଚର ହେବି ମୁଁ ନିଜେ ବି ଜାଣିନି। ମୋର ତ ଟିଚର ଅଛନ୍ତି ଆରତି ମ୍ୟାଡାମ। ଆଉ ସବୁ ପ୍ରକାର ତ ମୁଁ ମାନେ ଫୁଲ ସପ୍ଲିମେଣ୍ଟ ଆମର ୟୁଜ କରୁଛୁ। ଆଉ ମୁଁ ଭାବିଛି ମୁଁ ଟିଚର ହବା ପାଇଁ ଚେଷ୍ଟା କରୁଛି ସାର୍। ଭଲ ସବୁ ସେ ଆଜି ପୁରା ଆଜ୍ଞା ସାର୍, ଆଜି ପୁରା ମାନେ ସକାଳୁ ବ୍ରଶ କରିକି ପୁରା ବସିଲି, ଆଉ କିଛି ଆଜିର ବଢିଆ ଇଏ ଲାଗୁଛି। ସତ କଥା, ନିଜେ ଆଗେ ନିଜକୁ ସୁସ୍ଥ ରଖ, ତାପରେ ତମେ ଅନ୍ୟକୁ। ସାର୍ ମୁଁ ଯାହାକୁ ବି ଯାହା ଦେଇଛି ସମସ୍ତେ ସକ୍ସେସ ହେଇଛନ୍ତି। ଆଉ ଏତିକି କହୁଛି ସାର୍। ଓକେ, ଥ୍ୟାଙ୍କ ୟୁ। ଆଜି ଆମେ ହେଲ୍ଥ ଚେକଅପ୍ କରିବା। ଏଇ ଯୋଉ ଟେଷ୍ଟ ଗୁଡା ଅଛି ତ ମୁଁ ଗ୍ରୁପରେ ବି ଆଜ୍ଞା ପଠେଇ ଦେଇଛି, ଆଜି ଚେକଅପ୍ କରିବା। ଆଜ୍ଞା। ଓକେ, ଥ୍ୟାଙ୍କ ୟୁ। ପ୍ରବୀଣା ମ୍ୟାଡ଼ାମ, ମ୍ୟାଡ଼ାମ ଅନମ୍ୟୁଟ୍ କରନ୍ତୁ। ସାର୍ ନମସ୍କାର। ଆଜ୍ଞା ନମସ୍କାର। ସାର୍ ଆଜି ମନୀଷା ମ୍ୟାମଙ୍କର ଶୁଣିଲା ପରେ ମତେ ଆମକୁ ଲାଗିଲା ଯେ ଆମେ ବୋଧେ ସୁସ୍ଥ ସବୁ ହେଇଗଲୁ। ଯେତେବେଳେ ସେ ଟେଷ୍ଟ ଯାହା ସବୁ ବତେଇଲେ ସବୁ କହିଲେ, ମାନେ ସବୁ ଲାଗିଲା ଯେ ଯେମିତି ସବୁ ଆମ ପାଖରେ ବସିକି ସେ କହୁଛନ୍ତି। ଏତେ ବଢିଆ। ତାପରେ ଭାଇ ମୁଁ ନିଜେ ସବୁ ଟେଷ୍ଟ କରିକି ନିଜେ ସୁସ୍ଥ ଅଛି, ମୋ ପରିବାରକୁ ସୁସ୍ଥ ବି ରଖିଛି। ସବୁ ସପ୍ଲିମେଣ୍ଟାରୀ ଆମେ ଘରେ ଖାଉଛୁ, ଖାଇଲା ପରେ ବି ଆମେ ସମସ୍ତେ ସୁସ୍ଥ ଅଛୁ। ଚେଷ୍ଟା କରୁଛି ମୋ ଟିମ, ମୋ ପାଖ ପଡୋଶୀ ମାନଙ୍କୁ ଏ ବିଷୟରେ ବତେଇକି କିଛିଟା ଭଲ କାମ କରିପାରିବି। ଓକେ, ନମସ୍କାର ସାର୍। ଥ୍ୟାଙ୍କ ୟୁ। ଓକେ, ବହୁତ ବହୁତ ଧନ୍ୟବାଦ। ମୁଁ ଗୋଟେ କଥା ଆପଣଙ୍କୁ କହିବାକୁ ଚାହେଁ ଯେ ଆକ୍ଚୁଆଲି ଆମର ଚିହ୍ନା ଜଣାରେ ବି ବହୁତ ସାରା ଲାବୋରେଟୋରୀ ଆସିଷ୍ଟାଣ୍ଟ ବି ଆମର ଚିହ୍ନା ଜଣାରେ ଥିବ, ତ ତାଙ୍କୁ ଯୋଉମାନେ ନିଜେ ଟେଷ୍ଟ କରୁଥିବେ ତ ସେମାନଙ୍କର ନଲେଜ ହଁ ଥିବ, ତ ସେମାନଙ୍କର ଗୋଟେ ଆମେ ତାଙ୍କୁ ଦେଖେଇବା ଯେ ଏତିକି ଟୋଟାଲ ଟେଷ୍ଟ ଆମେ କରିବା, କେତେ ପଇସା ଆମର ଖର୍ଚ୍ଚ, ମାନେ ଆମର କେତେ ପଇସା ଇନଭେଷ୍ଟମେଣ୍ଟ ହବ ଆମ ନିଜ ସ୍ୱାସ୍ଥ୍ୟ ପାଇଁ। ଆଉ ତା ସହିତ ଯୋଉ ପଇସା ଆମର ଖର୍ଚ୍ଚ ହବ ତ ସିଏ କେତେ ଡିସକାଉଣ୍ଟ ଦେଇପାରିବେ, ତାକି ଆମେ ସମସ୍ତଙ୍କୁ ସେଇଠିକି ପ୍ରମୋଟ କରିଦେଇ ପାରିବା। ଓକେ, ହଁ ବହୁତ ଅଛି, ବଢିଆ। ମୋର ଚିହ୍ନା ଅଛନ୍ତି, ମୁଁ ତାଙ୍କୁ କଥାବାର୍ତ୍ତା କରିକି ମୁଁ କହିବି। ଓକେ ଓକେ, ଥ୍ୟାଙ୍କ ୟୁ ସାର୍। ଯାହାର ବି ଚିହ୍ନା ଅଛନ୍ତି ସମସ୍ତେ ହଁ ନିଜ ନିଜର କରିପାରିବେ। ଓକେ, ଥ୍ୟାଙ୍କ ୟୁ, ବହୁତ ବହୁତ ବଢିଆ। କାର୍ତ୍ତିକ ବାବୁ ଅନମ୍ୟୁଟ କରନ୍ତୁ ନିଜକୁ। ଓକେ, ଶର୍ମିଷ୍ଠା ମ୍ୟାଡ଼ାମ ଅନମ୍ୟୁଟ କରନ୍ତୁ। ଆଜ୍ଞା ନମସ୍କାର ସାର୍, ଜୟ ଆଜ୍ଞା ଶ୍ରୀ। ନମସ୍କାର, ଜୟ ଆସେ। ସାର୍ ପ୍ରଥମେ ତ ନିଜେ ନିଜକୁ ସୁସ୍ଥ ରଖିବା, ତାପରେ ପରିବାରକୁ ସୁସ୍ଥ ରଖିବା, ତା ସହିତ ଅନ୍ୟମାନଙ୍କୁ ସୁସ୍ଥ ରଖିବା। ଏଇ ମେସେଜ ଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଆମେ ନିଜେ ନିଜକୁ ଅବହେଳା କରୁଥିଲେ, ଆଉ ବର୍ତ୍ତମାନ ନିଜ ପାଇଁ ଟିକେ ସ୍ୱାର୍ଥୀ ହେବା ନିହାତି ଜରୁରୀ। ମାନେ ସେହେତ କା ସିତାରା ବନିବା ପାଇଁ ଆମେ ନିଜକୁ ନିଜ ପାଇଁ ନିଜେ ସ୍ୱାର୍ଥୀ ହେବା ନିହାତି ଜରୁରୀ। ଗୋଟେ ବହୁତ ଭଲ ଜିନିଷ ଶିକ୍ଷା ମିଳିଲା। ଆଉ ଆମର ସବୁ ନିଜର ଟେଷ୍ଟ ସବୁ ନିଜେ କରେଇବୁ ଏଥର, ଆଉ ପରିବାରର ବି ନାଇଁ, କରେଇବୁ। ହଁ, ଏଇଟା କରିବା ଦ୍ୱାରା କଣ ହବ କି ଆମେ ଚାହୁଁଛେ ଯେ ଯେତେବେଳେ ସେଲିବ୍ରେସନ ହବ, ଆଜ୍ଞା କାରଣ 31 ଡିସେମ୍ବର ଭିତରେ ତାକୁ ତ ଫାଷ୍ଟ ଅପଲୋଡ କରିବାକୁ ପଡିବ, ତାପରେ ପୁଣି ଆଜ୍ଞା 3 ମାସ ଆମେ କଣ୍ଟିନ୍ୟୁ କରିସାରିଲା ପରେ ପୁଣି ଅପଲୋଡ କରାହବ। ତ ଯେତେବେଳେ ଏଇ ଏଇ ଯୋଉ ସେଲିବ୍ରେସନ ହବ, ତ ମୁଁ ଚାହୁଁଛି ଯେ ଆମ ଟିମରୁ ମ୍ୟାକ୍ସିମମ୍ ଲୋକ ସେଲିବ୍ରେଟ ସେଠି ହୁଅନ୍ତୁ, ତାଙ୍କୁ ସମ୍ମାନିତ କରାଯାଉ ସେହତ କି ସିତାର ହିସାବରେ। ତ ଥ୍ୟାଙ୍କ ୟୁ ସାର୍। ସେଥିଲାଗି ଆଜି ଟେଷ୍ଟ କରିବା ଜରୁରୀ, କାରଣ ଆଜି କଥା କାଲିକୁ ଆମେ ଅଧା ଭୁଲି ଯାଇଥିବା, ପରଦିନକୁ ଆହୁରି ବି ଭୁଲି ଯାଇଥିବା। ତ ଆଜି ଟେଷ୍ଟ କରିବା ଜରୁରୀ। ଠିକ ଅଛି ଓକେ, ସାର୍। ଚିତ୍ତ ବାବୁ କୁହନ୍ତୁ। ଚିତ୍ତ ବାବୁ ଅନମ୍ୟୁଟ କରନ୍ତୁ। ହଁ, ହେଲା ତ କ୍ୟାମେରା ଏବେ? ବନ୍ଦ ହେଇଗଲା। ହଁ, କ୍ୟାମେରା ବନ୍ଦ ହେଇଗଲା ଆପଣଙ୍କର, କୁହନ୍ତୁ। ହଁ କୁହନ୍ତୁ, ଆପଣ ଅନମ୍ୟୁଟ କରିକି କୁହନ୍ତୁ। ଅନମ୍ୟୁଟ କରନ୍ତୁ। ହଁ ଆରେ ଏବେ ବର୍ତ୍ତମାନ ଆଜି ଯୋଉ ପ୍ରୋଗ୍ରାମ କରାହେଲାନି କି, ସେ ପ୍ରୋଗ୍ରାମରେ ସାର୍ ବହୁତ କିଛି ତ ଆଜି ଶିଖିବାକୁ ମିଳିଲା, କିନ୍ତୁ ଗୋଟେ ଜିନିଷ ତା ଦେହରୁ ସ୍ପଷ୍ଟ ହେଲା, ବର୍ତ୍ତମାନ ଆମେ ଯୋଉ
ଲୋକଙ୍କର ଯୋଉ ସ୍ୱାସ୍ଥ୍ୟ ପାଇଁ ଯୋଉ ଅଭିଯାନ ଆମେ କାମ କରୁଛେ, सबसे पहले ସେ खुद की सेहत, ନିଜର ସ୍ୱାସ୍ଥ୍ୟ ଉପରେ ଯଦି ଆମେ ଧ୍ୟାନ ଦେଇକି ନିଜ ସ୍ୱାସ୍ଥ୍ୟକୁ ଯଦି ଆମେ ଠିକ ରଖିପାରିଲେ, ତାହେଲେ ଅନ୍ୟମାନେ ଆମ ଉପରେ ଆଟ୍ରାକ୍ସନ ହେବେ ଏବଂ ଆମ କଥାଟାକୁ ସେ ଗ୍ରହଣ କରିବେ। ଏଇଟା ହେଲା ମେନ୍ ପଏଣ୍ଟ। ତେଣୁ ନିଜ ସ୍ୱାସ୍ଥ୍ୟକୁ ଆଗ ନିଜେ ଜଗିବାକୁ ପଡିବ। ନିଜ ସ୍ୱାସ୍ଥ୍ୟ ଠିକ ରହିଲେ ହିଁ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ତାପରେ ଆମେ ଠିକ ରଖିପାରିବା। ତାପରେ ଆଜି ହଉଛି ଆମର RCM ର ମାନେ ସେବା ଦିବସ, ଆଜି 11 ତାରିଖ। ବର୍ତ୍ତମାନ ଆମର କୋଣାର୍କରେ ଆମେ ପ୍ରୋଗ୍ରାମ ବି ପ୍ରଥମ 3 ମାସ ହେଲାଣି କଣ୍ଟିନ୍ୟୁ କରୁଛୁ। ଆଜି ବି ପ୍ରୋଗ୍ରାମ ବର୍ତ୍ତମାନ 10ଟାରୁ ଷ୍ଟାର୍ଟ ହବ 2ଟା ପର୍ଯ୍ୟନ୍ତ। ମୁଁ ବର୍ତ୍ତମାନ ବାହାରିବି 9:30 ଭିତରେ। ତାପରେ ଆଉ ଗୋଟେ ଜିନିଷ ହଉଛି କଣ ନା, ଯୋଉ ମ୍ୟାଡମ ମାନେ ଆଜି ବି ନୂଆ ଜଏନ କରୁଛନ୍ତି ସେମାନଙ୍କୁ ବହୁତ ବହୁତ ମୋ ତରଫରୁ ଧନ୍ୟବାଦ। କାରଣ ଯାହା ହଉ ସେମାନଙ୍କୁ ଆସ୍ତେ ଆସ୍ତେ ଇନଭାଇଟ୍ କଲା ପରେ ସେମାନେ ଆସ୍ତେ ଆସ୍ତେ ଗ୍ରୁପ ଆସୁଛନ୍ତି, ବର୍ତ୍ତମାନ ମିଟିଂ ଜଏନ କରୁଛନ୍ତି। ଏବଂ ଆଉ କେତେ ଜଣ ବି ଅଛନ୍ତି। ମୋର ଗୋଟେ ରିକ୍ୱେଷ୍ଟ ହଉଛି କଣ ନା, ସମସ୍ତେ ଟିକେ ଭିଡିଓ ମୋଡରେ ରୁହନ୍ତୁ। କାହିଁକିନା ପ୍ରାୟ ଦେଖୁଛି ମୁଁ ଭିଡିଓ ମୋଡରେ କେହି ରହିପାରୁନାହାନ୍ତି। ଏମର୍ଜେନ୍ସି କାହାର ଅସୁବିଧା ଅଛି ଠିକ ଅଛି, କିନ୍ତୁ ଭିଡିଓ ମୋଡରେ ଟିକେ ରହିଲେ ଟିକେ ଆଉ ଟିକେ ଭଲ ହବ। ଟିକେ ଡାଇରେକ୍ଟ ଫେସ୍ ଟୁ ଫେସ୍ ସେମାନଙ୍କ ସହିତ ସାମ୍ନାସାମ୍ନି ହେଲେ ଆଉ ଟିକେ ଭଲ ଲାଗିବ ଟିକେ। ଓକେ, ଓକେ, ଥ୍ୟାଙ୍କ ଥ୍ୟାଙ୍କ ୟୁ। ୟୁ। ଓକେ, ଥ୍ୟାଙ୍କ ୟୁ। କାର୍ତ୍ତିକ ବାବୁ କୁହନ୍ତୁ, ଅନମ୍ୟୁଟ୍ କରନ୍ତୁ କାର୍ତ୍ତିକ ବାବୁ। ହଁ, ଆକାଶ। JR ନମସ୍କାର ସାର୍। ନମସ୍କାର। ସାର୍ ଆମର ତ 6ରୁ 7 ବର୍ଷ ହବ ପାଖାପାଖି RCM ର ଜିନିଷ ୟୁଜ୍ କରୁଛୁ। ଆଉ RCM ର ଜିନିଷ ଖାଇକି ନିଜ ସହିତ ନିଜ ପରିବାରକୁ ସୁସ୍ଥ ଅଛୁ। ଆଉ ନିଜ ପରିବାରକୁ ଆଗାମୀ ଦିନ ପାଇଁ RCM ଜିନିଷ ତ ବ୍ୟବହାର କରିବା 100% ୟୁଜ୍ କରିବା ତ ନିହାତି ଆବଶ୍ୟକ ସୁସ୍ଥ ରହିବା ପାଇଁ। ଆଉ ଆମର ଯୋଉ ସେହତ କା ଜଶ୍ନ ବହି ଅଛି ଆଉ ସେହତ କା ସିତାରେ ବହି ଅଛି, ତାକୁ ବି ଆଣିକି ମୁଁ ତାକୁ ପଢିବି ଆଉ ତାର ପାଳନ କରିବି। ଆଉ ସିଟ୍ସ ର ମଧ୍ୟ ପାଳନ କରିବି। ଓକେ, ଆଜି ହେଲ୍ଥକୁ ଚେକଅପ୍ କରିବା ନିହାତି ଜରୁରୀ। ଆଜ୍ଞା। ଓକେ, ଥ୍ୟାଙ୍କ ୟୁ। ନମିତା ମ୍ୟାଡ଼ାମ, ଆଜ୍ଞା କୁହନ୍ତୁ। ସାର୍ ନମସ୍କାର। ଆଜ୍ଞା। ସାର୍ ମୁଁ ସବୁବେଳେ 3 ମାସକୁ ଥରେ ସବୁବେଳେ ଟେଷ୍ଟ କରେ। କିନ୍ତୁ ଏବେ ଆଉ ମୋର ଏଇ ଜିନିଷ ଖାଇଲା ପରେ RCM ର ସବୁ ଫୁଡ ସପ୍ଲିମେଣ୍ଟ ଖାଇକିରି ମୁଁ ଆଉ ଟେଷ୍ଟ କରିନି। ମୋର ବ୍ଲଡ ଟେଷ୍ଟ ଗୁଡା 3 ମାସକୁ ଥରେ ମୋର କରେ, ଆଉ ନୟନ ସାରଙ୍କୁ ବି କରେ। ମୁଁ ଘରେ ବି ଏଇଗୁଡାକ ସବୁ ଆଜି ଯୋଉ ମନୀଷା ମ୍ୟାଡାମ ଯୋଉ ଗୁଡାକ ସବୁ କହିଲେ, ମୁଁ ଲିପିଡ ପ୍ରୋଫାଇଲ ଠୁ ଆରମ୍ଭ କରି ହିମୋଗ୍ଲୋବିନ ତ ମୁଁ ଟେଷ୍ଟ କରେ। ସବୁ ଟେଷ୍ଟ ତକ ଆମର ଯୋଉ ଗୁଡା କହିଲେ LFT ଏଗୁଡା ସବୁ ଟେଷ୍ଟ କରେ। କିନ୍ତୁ ଏବେ ଆଉ 6 ମାସ ହେଲାଣି କରିନି। କିନ୍ତୁ ମୁଁ ଶୀଘ୍ର କରିବି ବୋଲି ଚିନ୍ତା କରୁଛି, କାରଣ ମୁଁ ମେଡିସିନ ଗୁଡାକ ଏଇ ଫୁଡ ସପ୍ଲିମେଣ୍ଟ ଗୁଡାକ ଖାଉଛି। ତେଣୁ ତା ପାଇଁ ଆମର ଆମେ କେମିତି ନିଜେ ସୁସ୍ଥ ରହିଛୁ ନା ନାହିଁ, କେତେ ଦୂର ଯାଇଛି, ସେଗୁଡାକ ପାଇଁ ମୁଁ ଟେଷ୍ଟ ଆରି ଭିତରେ କରିଦେବି ସବୁ। ଓକେ, ବହୁତ ବଢିଆ। ଯେତେ ଶୀଘ୍ର ଆପଣ ଟେଷ୍ଟ କରିବେ ତାକୁ ଅପଲୋଡ କରିବେ। ଆଜ୍ଞା, ଆଗ ନିଜକୁ ସୁସ୍ଥ ରଖିଲେ ଅନ୍ୟମାନଙ୍କୁ ସୁସ୍ଥ ରଖିବି। ସାର୍ ସାର୍ ମୁଁ ଗୋଟେ କଥା କହିବାର ଥିଲା ସାର୍। ନ୍ୟୁଟ୍ରିଚାର୍ଜ ମ୍ୟାନ୍ ଟା ଯୋଉ ଖାଇବା ପାଇଁ, ସେଟା ତ ସେ ତଳେ ଲେଖା ହେଇଛି ଡକ୍ଟରଙ୍କ ପରାମର୍ଶରେ ଆପଣ ନେଇପାରିବେ। କାରଣ ଆମେ ହଉଛି ଇଏ ହଉଛି ନୟନ ସାରଙ୍କର ହଉଛି ବ୍ଲଡ ପ୍ରେସର ଅଛି, ମୋର ଥାଇରଏଡ ଅଛି। ତେଣୁ ଖାଇବୁ କି ନାହିଁ ସେଥିପାଇଁ ଆପଣଙ୍କୁ ଟିକେ ପଚାରିଥିଲା। ଆପଣଙ୍କୁ ତ ଦେଖା ହେଲାନି କାଲି, ସେଇଥି କଣ କରିବି ବୋଲି ହଁ ସେଥିପାଇଁ। ହଁ, ନ୍ୟୁଟ୍ରିଚାର୍ଜ ମ୍ୟାନ୍ ଖାଇପାରିବେ, ତା ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ହଁ, ପ୍ରୋଟିନର ଯଦି ଥାଇରଏଡ ଅଛି କିମ୍ବା ୟୁରିକ ଏସିଡ ଅଧିକା ଅଛି କିମ୍ବା କିଡନୀର କୌଣସି ପ୍ରୋବ୍ଲେମ ଅଛି, କୌଣସି ପ୍ରୋଟିନ ଖାଇବା ଉଚିତ ନୁହେଁ। କିନ୍ତୁ ନାଇଁ ନ୍ୟୁଟ୍ରିଚାର୍ଜ ହଉଛି, ନ୍ୟୁଟ୍ରିଚାର୍ଜ ମ୍ୟାନ୍ ହଉ କିମ୍ବା ନ୍ୟୁଟ୍ରିଚାର୍ଜ ଓମେନ୍ ହଉ, ଇଏ ଭାଇଟାମିନ୍ ଆଜ୍ଞା ଆଉ ମିନେରାଲ୍ସରେ ରହିଛି ଆଉ ସମସ୍ତଙ୍କୁ ଦରକାର। ଆମର ଆକ୍ଚୁଆଲି ଏଇଥିପାଇଁ ଆମେ ଖାଉଛେ, ତାର ଫଣ୍ଡା ହଉଛି ଏଇଆ ଯେ ଆମ ଖାଇବା ଥାଳିରେ ସଫିସିଏଣ୍ଟ ଭାଇଟାମିନ୍ ଆଉ ମିନେରାଲ ରହୁନି ବୋଲି ଆମକୁ ଆଜ୍ଞା ଏକ୍ସଟ୍ରା ଗୋଟେ ନବାକୁ ପଡୁଛି। ତ ସାର୍, ନାଇଁ ଆପଣ କହିଥିଲେ ତ ନୟନ ସାରଙ୍କୁ କଣ କୋଉ ଡକ୍ଟରଙ୍କୁ ଟିକେ ଦେଖେଇକିରି ଆପଣ ଖାଇବେ ବୋଲି, ସେଥିପାଇଁ ମୁଁ ତାଙ୍କୁ ମାନେ ତାଙ୍କୁ ଷ୍ଟପ୍ କରିଦେଇଛି ଖାଉନି ବୋଲି। ବୋଲି ଟିକେ ଦେଖେଇକି ତାପରେ ନାଇଁ ନାଇଁ, ଖାଇଲେ ଏବେ ଭଲ ହବ। ଏବେ ଦେଇପାରିବେ, ଏବେ ଦେଇପାରିବେ, କିଛି ନାହିଁ। ଆଜ୍ଞା ଆଜ୍ଞା ଆଜ୍ଞା। ସାର୍, ହଉ ଥ୍ୟାଙ୍କ ୟୁ ଓକେ ଓକେ, ସାର୍। ଆଜ୍ଞା। ଆମେ ମିନତି ମ୍ୟାଡାମକୁ ଦେଖିବା। ମିନତି ମ୍ୟାଡାମ, ଆପଣ ଅନମ୍ୟୁଟ କରନ୍ତୁ। ସେଥିରେ ଗୋଟେ ଅନମ୍ୟୁଟ ର ଅପସନ ଗୋଟେ ଆସୁଛି ଓକେ ବୋଲି, ଆପଣ ସେ ଓକେ କୁ ଟଚ୍ କରନ୍ତୁ। ହଁ, ସେଠି ଗୋଟେ ଓକେ ଅପସନ ଆସୁଛି ଆପଣଙ୍କୁ।
ଅନମ୍ୟୁଟ୍ କରିବା ପାଇଁ ମିତାଞ୍ଜଳି ମ୍ୟାଡ଼ାମ କେତେବେଳେ ଶିଖେଇ ଦେବେ ଟିକେ ହଉନି କାହିଁକି? ଓକେ ଓକେ ଠିକ ଅଛି। ଓକେ ଆଉ କିଏ ରହିଲେ କି ओके सर को इनवाइट करिवा। सर वेलकम सर। नमस्कार समस्त नमस्कार। जय सिंह। नमस्कार जय जय श्री श्री नमस्कार जय नमस्कार। श्री आज स्वास्थ्य स्वास्थ्य चर्चा तो आरंभ होइछि गुरुकुल रे बहुत भल भावे स्वास्थ्य विषय रे तो आपण माने सब बुझिचंदी तो बहुत खुशी कथा जे आज हमरो ए प्रोग्राम रे 15 जण होइचंती सेतिले एबे बोधे 2 जण कटि गले किंतु मिली मैडम तो तांकर कोन स्कूल जिया पे आ जणे डिग्री आज 15 जण होइतिले आ समस्त गोटो माने खुशी कथा आरती मैडम को लीडरशिप रे समस्त गोटो बेसी अटेंडेंस आसुचंती तांकर टीम रो प्रवीणा मैडम मिनती मैडम सर्विष्ठा मैडम समस्ते पूरा माने तांकर बहुत आग्रह सहित गुरुकुल अटेंड करचंती ता सहित सर टिके खाली कहबी से चर्चा करूचंती बोली होची चर्चा जदि न हाँ करिबा सब क्षेत्र रे चर्चा जदि करिबा आ चर्चाटा पुनी एक्साइटमेंट हेइकरी करिबा जे आमे जो हाँ मो सुके की कहबा जे गुरुकुल को टिके आसो बाध्य सेमति न कले हबनी। गुरुकुल एमती होची गुरुकुल ले एमती आमे कहूची ये सब करछु ମୁଁ ତ चर्चा ସାର୍ ମୁଁ କ୍ଷମା ମାଗୁଛି, ମୁଁ କେବେ ତ ମୁହଁ ଶୁଖାଏନି, ସବୁବେଳେ ହସୁଥାଏ। ନାଇଁ ନାଇଁ से आपण କଥା से कहना से कहते आपण एक्साइटेड ବାସ୍ତବ ହେଇକିରି କଥା। बहुत माने सीरियसली खुशी रे आपण निजे गुरुकुल रे अटेंड करछंती से विषय रे मध्य आपण गुरुकुल साथी रे मध्य कहउछंती ता छडा तार प्रभाव रे आपनकर टीम रे जो आपनकर बंधु माने अछंती से माने प्रभावित होउछंती आ तेणु आपनकु से माने आस्था आपनकु तो से माने भल पांती ये तो सब संपर्क भलबासार सिस्टम तेणु आपणकर द्वारा प्रभावित होइकिरी आज माने आसुचंती मु तो से आशा करूची आपणकर आउ किछि दिन परे आपणकर 50 जण निश्चित भाव रे आसीबे 50 जण टार्गेट होची प्रथमे आपणकर टीम रो गुरुकुल साथी रे अटेंड करिवा हमर तेणुकरी से अन्य लीडर माननकु सेति पई चित्तरंजन त्रिपाठी जो बहुत भल कहउचंती भल बुझिचंती भल कहउचंती आज तांकर पुनी अब 11 तारिख रे तांकर जो अछि हमर स्वास्थ्य दिवस ସେଥିରେ सी भाग ने करिवे जे 11 टा बेलू किंतु चित्तरंजन बाबू आपनकर टीम रे कोन के आसुनांती हेलो त्रिपाठी बाबू सर बारंबार कही चलती तो तांको तो बुझौची सब जिनस किंतु सेमाने एपर्यंत सकाळु अटेंड करि पार नाहंती अलगा टाइम रे गुरुकुल टाकू हमर छाडुची ग्रुप रे दउची यूट्यूब लिंक टा सेमाने सब पर सब देखुचंती नहीं आपण सेमानंकु माने एमती गुरुकुल रे आस एकता न कही गुरुकुल रे बसवा द्वारा कौन मानकर उपकार हम कौन भल हम से कथा जदि कहे बेसी लोक कहतु 2-4 जन 5 जन को बार बार कहले किसी हेनी से माने सेमती रहिबे आपण जदि 50 जन को कहे या बोली नुहे जे खाली आपणकर जो मैंने आरसीएम अच्छे जे कहे ता नुहे ये तो समस्त स्वास्थ्य चर्चा आज जो है से तो समस्ते देखा कथा आज्ञा सर बुझछन हाँ मस्ती पर डे जहाँ बेले अति कम से कम 7-8 जन 10 जन को प्रत्येक दैनिक मु अलग अलग लोक फोन करुच्ची तापर मोर भी अच्छी आम 5टा ग्रुप मोर अलरेडी अच्छी व्हाट्सएप ग्रुप गोटे हूँ आम जो समस्त डाकतु आउे आकाश आकाश भी तांकर सब क्लासमेट बंधु माने मध्य आसीपारे से भल लगे आकाश तुम भी डाकी पार नमस्कार सर हाँ सर मैं डाकिछ डाकिबी डाकी नथिला आज पर्यंत नम ग्रुप रे गुरुकुल जो हेइची ता स्क्रीनशॉट मारी करी मु हम फ्रेंड्स को ग्रुप रे पठै दिए जो माने केत जण सांग जॉइन करिसेंती
ସାଙ୍ଗ ମୋର 2 ଜଣ ଜଏନିଂ କରିଥିଲେ, ସିଏ ଏବେ ଟିକେ କିଣା କିଣି ବନ୍ଦ କରିଛନ୍ତି। ନାଇଁ କିଣାକିଣି ବନ୍ଦ କରିଛନ୍ତି, ତମର ତାଙ୍କ ସହିତ ସମ୍ପର୍କ ରଖିଲନି ସେଇଥିପାଇଁ କିଣାକିଣି ବନ୍ଦ କରିଦେଇଛନ୍ତି। ସେମାନେ କାହିଁ କିଣାକିଣି ବନ୍ଦ କରିବେ? ତେଲ ଲୁଣ ହଳଦୀ ସାବୁନ ଅଟା ତ ପ୍ରତିଦିନ ତାଙ୍କ ଘରେ ଖର୍ଚ୍ଚ ହଉଛି ନା। ତେଣୁକରି ଆଜ୍ଞା। କେହି କିଣାକିଣି ବନ୍ଦ କରିବେନି, କଣ କି ତାଙ୍କର ଅଭ୍ୟାସରେ ପକେଇବା ପର୍ଯ୍ୟନ୍ତ ଆମେ ତାଙ୍କ ସହିତ ସମ୍ପର୍କ ରଖିବା। ତ ଯାହା ହଉ ଆଜିର ସ୍ୱାସ୍ଥ୍ୟ ଚର୍ଚ୍ଚା ଉପରେ ଆପଣ ମାନେ ହେଲ୍ଥ ଇଜ ୱେଲ୍ଥ, ହେଲ୍ଥ ସହିତ ଲାଇଫ ସହି ଏସବୁ ତ ଆମେ ଶୁଣି ଶୁଣି ଆସୁଛେ। ସ୍ୱାସ୍ଥ୍ୟ ହିଁ ସମ୍ପଦ, ସ୍ୱାସ୍ଥ୍ୟ ଭଲ ଥିଲେ ସବୁ ଭଲ। ଆଉ ଲୋକ କୋଟି କୋଟି ଟଙ୍କା ଥିବ, ବହୁତ କିଛି ଥିବ, ଘର ବାଡି ଥିବ, କିନ୍ତୁ ସ୍ୱାସ୍ଥ୍ୟ ଯଦି ଭଲ ନଥିବ ତାହେଲେ ସେ ପଇସାର ମୂଲ୍ୟ କଣ? ତେଣୁ ସ୍ୱାସ୍ଥ୍ୟ ହଉଛି ପ୍ରଥମ। ତା ଛଡା ଆମର ଆମର ସ୍ୱାସ୍ଥ୍ୟ ପାଇଁ ଭଲ ସ୍ୱାସ୍ଥ୍ୟ କେମିତି ରହିବେ, ରୋଗ କେମିତିକା ନହବ, ରୋଗ କେମିତି ନହବ ଆମର ବେଶୀ ଆମର ଇଏ ସିଷ୍ଟମର ମେନ୍ ଉଦ୍ଦେଶ୍ୟ ହଉଛି ରୋଗ କେମିତି ନହବ, ସ୍ୱାସ୍ଥ୍ୟ କେମିତି ଭଲ ରହିବ। ଆଉ ରୋଗ ହେଇଗଲା ପରେ ତ ଡକ୍ଟର ସାଙ୍ଗରେ କନସଲ୍ଟ କରିବାକୁ ହିଁ ପଡିବ, କିନ୍ତୁ ସେ ରୋଗକୁ କଣ୍ଟ୍ରୋଲ କରିବା ପାଇଁ ମେଡିସିନ ତ ଖାଇବାକୁ ପଡିବ। ରୋଗ ହେଇଗଲା କଣ, ମେଡିସିନ ତ ଖାଇବାକୁ ପଡିବ, ଆଉ ସେଠି ଅବହେଳା କରିଲେ ହବନି। ତ ମେଡିସିନ ସହିତ ଯଦି ନ୍ୟୁଟ୍ରିସନ ପାରାଲାଲ ଚାଲିବ ତାହେଲେ କଣ ହବ, ଧୀରେ 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 ସ୍ୱାସ୍ଥ୍ୟର ଉନ୍ନତି ହବ, ଆଉ ମେଡିସିନ ମଧ୍ୟ କମି କମିଯିବ। ଏଇଟା ମୋର ନିଜର ଅନୁଭୂତିରେ ମୁଁ କହୁଛି। କାରଣ ମୋର ଗ୍ୟାଷ୍ଟ୍ରିକ ଏସିଡିଟି ପାଇଁ ଆଉ ପେଟର ପ୍ରୋବ୍ଲେମ ପାଇଁ ମୁଁ ଯୋଉ ପ୍ରକାର ସବୁ ଚିନ୍ତିତ ରହୁଥିଲି, ବିଭିନ୍ନ ପ୍ରକାର ଏଲୋପାଥିକ, ହୋମିଓପାଥିକ, ଆୟୁର୍ବେଦିକ ବହୁତ ମୁଁ ଗବେଷଣା କରିକିରି ମୁଁ ହତାଶ ହେଇଯାଇଥିଲି। କିନ୍ତୁ ଯେତେବେଳେ ନ୍ୟୁଟ୍ରିସନ ଖାଇବା ଆରମ୍ଭ କଲି, ବିଶେଷ କରି ଗାମା ଓରିଜିନାଲ ଆଉ ତେଲ ଗାମା ଓରିଜିନାଲ ମୋ ପାଇଁ ଗୋଟେ ଅମୃତ ତୁଲ୍ୟ। ତ ମୋର ଔଷଧ ଆସ୍ତେ 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 କମିଗଲା। କିନ୍ତୁ ଦୈନନ୍ଦିନ କାର୍ଯ୍ୟକଳାପରେ ଆଉ ଆମର ଯୋଉ ପ୍ରକାର ସବୁ କାମ, ସେଥିରେ ଇରେଗୁଲାରିଟି ତ ହେଇଯିବ। ଖାଇବା ଶୋଇବା ଇଏ ସବୁ ଡିଷ୍ଟର୍ବ ହେଲେ ଦେହ ଖରାପ ହେଇଯିବ। ସେଥିପାଇଁ ମେଡିସିନ ଖାଇବାକୁ ପଡୁଛି ମତେ, କିନ୍ତୁ ବହୁତ କମ। ମୁଁ ବୋଧେ ଏଇ 6 ମାସ ଭିତରେ ଏମିତି ମେଡିସିନ ଆଉ ଖାଇନି। ଏମିତି ବି କିଛି ଜରୁରୀ ଘଟଣା ମାନେ ଅଘଟଣ ଘଟିନି ଯେ ଖାଇବାକୁ ବାଧ୍ୟ ହେଇଛି। ଆଉ ମୁଁ ଆଶା କରୁଛି ମୁଁ ମାନେ ଆଉ ବୋଧେ ସେମିତି ମେଡିସିନ ଦରକାର ହବନି। ଇଭିନ୍ କି ମୋର ହୋମିଓପାଥିକ ମେଡିସିନ ଡକ୍ଟର, ଯିଏକି ପ୍ରତି 3 ମାସରେ ମୁଁ ତାଙ୍କ ପାଖରୁ 5,000 ଟଙ୍କାର ହୋମିଓପାଥିକ ମେଡିସିନ ଆଣେ। ଖାଉଥିଲି କେତେ ବର୍ଷ ଧରି, ବହୁତ ବର୍ଷ ଧରିକିରି। ସିଏ ଯେତେବେଳେ ଧୀରେ 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 ମୋର କମିଗଲା ଆଉ ମୁଁ ଖାଉନି, ସିଏ ମୋର ଯେତେବେଳେ ମୋର ରିଲେଟିଭ ମାନେ ତାଙ୍କ ପାଖକୁ ଯାଉଛନ୍ତି, ସିଏ ମନେ ପକାଉଛନ୍ତି ଆରେ ସିଏ ତାର ମୋର ମେଡିସିନ ଖାଇକି ଭଲ ହେଇଗଲା ବୋଧେ। ମୁଁ ଜାଣିଛି ହଁ ତାଙ୍କ ମେଡିସିନ ଉପକାର ପାଇଛି, କିନ୍ତୁ ଗାମା ଓରିଜିନାଲ ଦ୍ୱାରା ହିଁ ମୁଁ ସୁସ୍ଥ ହେଇଛି। ମୋର ଏସିଡିଟି ଗ୍ୟାଷ୍ଟ୍ରିକ ଏଗୁଡା ହଉନି। ମୁଁ ଲଞ୍ଚ ପୂର୍ବରୁ 2ଟା ଖାଉଛି, ଆଉ ଡିନର ପୂର୍ବରୁ 2ଟା ଖାଉଛି। ସକାଳେ ନ୍ୟୁଟ୍ରିଜେଜ ମ୍ୟାନ୍ S5, ଦେଖନ୍ତୁ S5 ଟା ଏଇ ଥଣ୍ଡାରେ ଏତେ କାମ ଦଉଛି କହିବାର ନାହିଁ। ଲଂସ ରେ ମୋର ସେମିତି ଗଡଗଡ ହବା, ଇଏ ହବା, କଫ ହବା ଜମା ହଉନି। ତା ଛଡା ଭିଉଜ ଖାଉଛି, ଭିଉଜ ଖାଇବା ଦ୍ୱାରା ମୋର ଚଷମା ତ ବଦଳି ଯାଉଛି, ପାୱାର ଆସ୍ତେ ଆସ୍ତେ କଣ୍ଟ୍ରୋଲ ହେଇ ଆସୁଛି। ଓମେଗା ଖାଉଛି ସକାଳେ 5ଟା ଆମର, ତାପରେ ଗାମା ଖାଉଛି। ତା ଦ୍ୱାରା ମୁଁ ଏଇ ବୟସରେ ଆକ୍ଟିଭ ରହୁଛି, ସବୁ ମଧ୍ୟ କାମ କରିପାରୁଛି। ଆଉ ଆପଣଙ୍କ ସହିତ ଖୁସିରେ କଥାବାର୍ତ୍ତା କରୁଛି, ଆଉ ଥରେ ଥରେ ଆପଣ ମାନେ ଖୁସିରେ କହୁଛନ୍ତି ଯେ ମୁଁ ବହୁତ ୟଙ୍ଗ ଦେଖାଯାଉଛି, ସେଇଟା ବି ମଧ୍ୟ ଆନନ୍ଦ ରହୁଛି। ଥ୍ୟାଙ୍କ ୟୁ, ବହୁତ ଧନ୍ୟବାଦ ସମସ୍ତଙ୍କୁ। ଓଭର ଟୁ ଶତ୍ରୁଦେବ। ଓକେ, ବହୁତ ବଢିଆ କଥା। ସାରଙ୍କଠୁ ବି ଶିଖିବାକୁ ମିଳିଲା, ପ୍ରାକ୍ଟିକାଲି ତାଙ୍କ ଲାଇଫଷ୍ଟାଇଲରେ ଯାହା ଯାହା କରୁଛନ୍ତି ତ ଶିଖିବାକୁ ମିଳିଲା। ସବୁଠୁ ଗୋଟେ କଥା ସାର୍ ଆରାଇଜ କରୁଥିଲେ, ଯୋଉଟା କି ମୁଁ ଆପଣଙ୍କୁ ଗୋଟେ ପରାମର୍ଶ ଦେବି। ଆଜି ପର୍ଯ୍ୟନ୍ତ ଯାହା କରୁଥିଲେ ଆଜିଠୁ ଆଉ କରିବା ନାହିଁ। ଆଜି ପର୍ଯ୍ୟନ୍ତ ଆମେ ୟୁଟ୍ୟୁବ ପଠେଇ ଦଉଥିଲେ, ୟୁଟ୍ୟୁବ ପଠେଇ ଦେଇକି ଆମ ଦାୟିତ୍ୱକୁ ଆମେ ସାରି ଦଉଥିଲେ। ଆଜି ପର୍ଯ୍ୟନ୍ତ ଆମେ ଫୋନରେ କହୁଥିଲେ, ସେ କଥା କହିବାନି। ଯୋଉଠି ବସିବା ଡିସ୍କସନ କରିବା, ତାଙ୍କୁ ଆମେ ଏକ୍ସାଇଟେଡ ହେଇକି ଯଦି ଗୁରୁକୁଳ ବିଷୟରେ ଆମେ କହିଲେ, ଆଉ ନିଜେ ବି ଆସିଲେ, କହିଦେଇ ସାରିଲା ପରେ ନିଜେ ନଥିବା, ତ ସେ କହିବାରେ କି ଲୋକ ନିଜେ ତ ନାହିଁ, ମତେ କଣ କହିଦେଇଛି, ତ ନିଜେ ରହିବା। ତ ୱେଲକମ୍ ମିଟିଂରେ ବି ଏକ୍ସାଇଟମେଣ୍ଟ ହେଇକି ତାଙ୍କୁ କହିବା, ତାଙ୍କୁ ବି ଫଲୋ ବି କରିବା, ଏସବୁ ଜରୁରୀ। ଯାହା ଯାହା ଆମେ କରୁନେ ଆଜି ସେୟା କରିବା, ଆଉ ଯୋଉଗୁଡା କରୁଛେ ସେଗୁଡା ଆଉ କରିବାନି। ଯଦି ସେତିକି କାମ କରିବା
ତାହେଲେ ଆମେ ନିଶ୍ଚୟ ସଫଳ ହେଇଯାଇପାରିବା। ଓକେ, ଆଜି ତ ସମୟ ହେଇଯାଇଛି, ପୁଣି କାଲି ଆମେ ଦେଖିବା, କାଲି ଦେଖିବା। ତ ଆଜି ସମସ୍ତେ ଆମେ ଆମ ନିଜର ହେଲ୍ଥକୁ ଠିକ୍ ରଖି ଅଛି କି ନାହିଁ, ଆମେ ପ୍ରଥମେ ନିଜେ ଆଜି ଆମର ଚେକଅପ୍ କରିବା। ଓକେ, ଥ୍ୟାଙ୍କ ୟୁ, ନମସ୍କାର, ଜୟ ଆରସିଏମ୍, ପୁଣି କାଲି ଦେଖା ହବ। ଜୟ ଆସି ନମସ୍କାର ସାର୍, ଜୟ ସିଂ। ଜୟ ଆରସିଏମ୍, ଜୟ ଆରସିଏମ୍, ନମସ୍କାର। ନମସ୍କାର।